ମୋର ଅଳ୍ପ ବୟସ ମାନେ ଅଳ୍ପ ବର୍ଷ ହେଲା ଯାତ୍ରା ଇଣ୍ଡଷ୍ଟ୍ରିରେ। ପୂର୍ବରୁ ଆପଣ ଜାଣିଥିବେ ପୃଥ୍ୱୀରାଜରେ କାମ କରୁଥିଲି, ଏବେ ସିଂହ ବାହିନୀରେ। ମୁଁ ତ ଏକ୍ସାଇଟମେଣ୍ଟ ବହୁତ ଅଛି ମୋର। ଆଉ ଦେଖାଯାଉ ଆଗକୁ କ'ଣ ହେଉଛି, କାହିଁକିନା ଆଜି ତ ପୂଜା ପରେ ରିହର୍ସ ଷ୍ଟାର୍ଟ ହେବ। ଏକ୍ସାଇଟମେଣ୍ଟ ବଢ଼ୁଛି, ଦେଖାଯାଉ କ'ଣ ହେଉଛି। ଅନେକ ନୂଆ ଅନୁଷ୍ଠାନରେ ବି ଆପଣ ଅଭିନୟ କରିବା ପାଇଁ ଏଗ୍ରିମେଣ୍ଟ ହେଇଥିଲା, ଶେଷ ମୁହୂର୍ତ୍ତରେ ବନ୍ଦ ହେଇଥିଲା। ସେ ଅନୁଭୂତି ଆଉ ଏବେକାର ଅନୁଭୂତି ଉପରେ ସେତେବେଳେ ତ ମୁଁ ଫାଷ୍ଟ ଯେତେବେଳେ ଆପଣ ଦେଖିଥିଲେ ନୂଆ ଅନୁଷ୍ଠାନରେ ଏଗ୍ରିମେଣ୍ଟ କରିଥିଲି, କିନ୍ତୁ ସେଇଟା ହେଇପାରିଲାନି। ସିରିଏଲ୍ ଚାଲିଥିଲା, ନଣନ୍ଦ ଗୋଟିଏ ସିରିଏଲ୍ ଚାଲିଥିଲା। ମଝିରେ ମଧ୍ୟ ମୁଁ ମାନେ ଉଦ୍ୟମ କରିଥିଲି କି ସେଠି ଜଏନ୍ କରିବି, କିନ୍ତୁ ଡର ଥିଲା କି ଯାତ୍ରା କେମିତି କ'ଣ ମୁଁ ଜାଣିନଥିଲି। ଫିର୍ ବି ମୁଁ ଭାବିଥିଲି କି ସେଠି ଜଏନ୍ କରିବି, କିନ୍ତୁ ଏବେ ଯେହେତୁ ମୁଁ କରିସାରିଲିଣି ଯାତ୍ରା, ତ ମୋତେ ଏବେ ବହୁତ ଭଲ ଲାଗୁଛି। ଆଉ ସିରିଏଲ୍ ଠାରୁ ଯାତ୍ରା ମୋତେ ବହୁତ ପସନ୍ଦ ଆସିଗଲାଣି। ମୁଁ ଚାହୁଁଛି ଆଗକୁ ଯାତ୍ରାରେ କାମ କରିବା। ଆଜି ଯେଉଁ ନାଟକ ହେବ କ'ଣ ଘୋଡ଼ାସାଗର ନାଟକ ହେବ? ଆଜ୍ଞା ଆଜ୍ଞା। ଘୋଡ଼ାସାଗର କିଛି ଚରିତ୍ର ଆସିଥିଲେ ବୋଧେ ଆଜିର ସାର୍ ଆସିଛନ୍ତି। ଆସିଥିଲେ ଜଷ୍ଟ ଖାଇବେ। ଯେ କ'ଣ ଚରିତ୍ର ବିଷୟରେ କିଛି କହିଛନ୍ତି? ନା ମୁଁ ତ ଏଇ ଆପଣଙ୍କ ସାଙ୍ଗରେ ହିଁ ଆସିଲି। ଜାଣିନି, କିନ୍ତୁ ଜଣା ପଡ଼ିଯିବ ସନ୍ଧ୍ୟାବେଳେ ସୁଦ୍ଧା ଜଣା ପଡ଼ିଯିବ କ'ଣ କାହାଣୀ, କ'ଣ ଷ୍ଟୋରି। କ'ଣ କହିବି ଯେତେବେଳେ ନାୟକ ହିସାବରେ ଯାତ୍ରା ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ଫ୍ୟାନ୍ ପ୍ରଦର୍ଶନ କ'ଣ କହିବି? 2025-26 ବର୍ଷ ସମସ୍ତଙ୍କୁ ଏଇ ଗୋଟେ କଥା କହିବି କି ସମସ୍ତେ ଆସନ୍ତୁ, ଯାତ୍ରା ଦେଖନ୍ତୁ। ଏଇଟା ମାନେ ଆପଣମାନେ ସିରିଏଲ୍ ଦେଖୁଛନ୍ତି, ସିନେମା ଦେଖୁଛନ୍ତି। ମୁଁ ବି ସିରିଏଲ୍ରେ କାମ କରୁଛି, ସିନେମାରେ କାମ କରୁଛି, କିନ୍ତୁ ମୋତେ ମୁଁ କେବେ ଭାବିନଥିଲି ମୁଁ ଯାତ୍ରା କରିବି। କିନ୍ତୁ ଏ ଷ୍ଟେଜ୍ ଯାହା କରିବା ଲାଇଫ୍, ଯାହା ପାଟିରୁ ବାହାରିଯିବ। ସେଥିଲାଗି ସିନେମା କଳାକାର ଆଉ ସେ ସିରିଏଲ୍ କଳାକାର ସେଥିଲାଗି ଯାତ୍ରା ମୋହିଛନ୍ତି। ହେଇପାରେ, କିନ୍ତୁ ମୋର ତ ଭାବନା ସେଇଆ। ଆମେ ଏଠି ଏଇଟା ଗୋଟେ ଷ୍ଟେଜ୍ ଯେଉଁଟାକି ଆମେ ପ୍ରତିଦିନ ଆମକୁ ନିଜକୁ ପ୍ୟୁରିଫାଇ କରିପାରିବା। ଆଜି କିଛି ଭୁଲ ହେଲା, କାଲି ସକାଳ ତାକୁ ଠିକ୍ କରିପାରିବା। କିନ୍ତୁ ସିନେମା ସିରିଏଲ୍ରେ ଯାହାଟା ସରିଗଲା ସେଇଟା ଟେଲିକାଷ୍ଟ ଷ୍ଟେଜ୍। ଏଠି ଆଜି ଏ ଦର୍ଶକ ଦେଖିଲେ, ଲାଗିଲା ଆମକୁ ନିଜକୁ ଫିଲ୍ ହେଲା, କିଛି କହିଦେଲା କି ନାଇଁ ଏଇଟା ଟିକେ ବେଟର୍ କରିହେବ, ତ କାଲି ଆମେ ଟ୍ରାଏ କରିବା, ଦର୍ଶକ ବି ଖୁସି ହେଇପାରିବେ। ସେଇଟା ମୋତେ ଭଲ ଲାଗୁଛି। ଅନ୍ୟମାନଙ୍କର କ'ଣ ମତ? ଯାତ୍ରାରେ କଣ୍ଟ୍ରୋଭର୍ସି ଚାଲିଛି, ମନରେ ଆସୁନି। ନାଇଁ, ଭୟ ତ ଆସୁନି, କାହିଁକିନା ମୁଁ ସେ କଣ୍ଟ୍ରୋଭର୍ସି ମାନେ ନାହିଁ। ଯେଉଁ ଯାହା ଚାଲିଛି ସେଇଟା ବନ୍ଦ ହେଇଗଲା, ବହୁତ ସମୟ ହେଲା ଚାଲିଲାଣି। ବନ୍ଦ ହେଇଗଲେ ଖରାପ ମେସେଜ ଦେଉଛନ୍ତି ଲୋକ। ହଁ,